प्रियमाने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଅଛି। ପ୍ରଭୁ ଯୀଶୁଙ୍କ ନାମରେ ଆପଣମାନଙ୍କ ଜୀବନରେ ଆଶୀର୍ବାଦ ମିଳୁ। ପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କର ସହବର୍ତ୍ତୀ ହେଉ। ଏହି ସ୍ଥାନକୁ ଦେଖାଉଛନ୍ତି, ଏହା ଅତି ସୁନ୍ଦର ଅଟେ। ମୁଁ ଅଷ୍ଟ୍ରିଆରେ ଅଛି, ଯାହାକି ୟୁରୋପର ଏକ ଦେଶ, ଜର୍ମାନୀର ନିକଟବର୍ତ୍ତୀ ସ୍ଥାନ। ଆଲ୍ପସ୍ ମାଉଣ୍ଟେନ୍ ରେଞ୍ଜ ଏ ଚାରିପଟେ ବ୍ୟାପ୍ତ ହୋଇଅଛି, ଅତି ସୁନ୍ଦର ଦେଖାଯାଉଛି। ମୁଁ ଯେଉଁପଟେ ମଧ୍ୟ ଅନାଉଅଛି ବହୁତ ସୁନ୍ଦର ଦୃଶ୍ୟଗୁଡ଼ିକ ଦେଖାଯାଉଛି। ମୁଁ ଅତି ଆନନ୍ଦିତ ଅଟେ। ମୁଁ ବର୍ତ୍ତମାନ ଆପଣଙ୍କ ସହ ଏହି ସ୍ଥାନରୁ କଥା ହେଉଅଛି, ଯେଉଁଠାରେ ମେଘ ପର୍ବତକୁ ସ୍ପର୍ଶ କରି ଗତି କରୁଛି। ପାଗ ଅତି ଥଣ୍ଡା ଅଟେ। ମୁଁ ପ୍ରଭୁଙ୍କ ସୃଷ୍ଟିର ସୌନ୍ଦର୍ଯ୍ୟତା ଦେଖିପାରୁଅଛି, ଆଉ ଏଥି ନିମନ୍ତେ ପ୍ରଭୁଙ୍କର ସ୍ତୁତି ଧନ୍ୟବାଦ କରୁଛି। ଧନ୍ୟ ସେହି ପରମେଶ୍ୱରଙ୍କ ନାମ, ଯେ ଜଗତକୁ ଏତେ ସୌନ୍ଦର୍ଯ୍ୟ କରି ସୃଷ୍ଟି କରିଛନ୍ତି। ତେବେ ଆପଣ କ'ଣ ଅପେକ୍ଷାରେ ଅଛନ୍ତି ଆଜି ଈଶ୍ୱରଙ୍କ ବାକ୍ୟ କ'ଣ ରହିଅଛି ବୋଲି? ଏହା ଗୀତ ସଂହିତା 94:19 ଲେଖାଯାଏ। ମୋ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର ସାନ୍ତ୍ୱନା ସବୁ ମୋ ପ୍ରାଣକୁ ଆହ୍ଲାଦିତ କରେ। ଆପଣଙ୍କ ଦିନ ସମୂହରେ ଯେଉଁ ସମସ୍ତ ଦୁଃଖକୁ ଆପଣମାନେ ଚିନ୍ତା କରୁଛନ୍ତି, ଏ ସମସ୍ତ ବିଷୟ ପରମେଶ୍ୱର ଭଲରେ ଜାଣନ୍ତି। ଆପଣ ଆପଣଙ୍କ ପାରିବାରିକ ସମସ୍ୟାକୁ କିପରି ବା ଅନ୍ୟମାନଙ୍କ ସମ୍ମୁଖରେ ଜଣାଇପାରିବେ, ଏଥିସକାଶେ ଆପଣ ଦୁଃଖର ସହିତ ଜୀବନ ଅତିବାହିତ କରୁଛନ୍ତି। ଲୋକେ ଆପଣଙ୍କୁ ଆଘାତ ଦେଉଛନ୍ତି, ପୁଣି ଦୁଃଖ ଦେଉଛନ୍ତି, ଏପରିକି ସେମାନଙ୍କ କାମ କାର୍ଯ୍ୟ ଦ୍ୱାରା ମଧ୍ୟ ଆପଣ ଦୁଃଖିତ ଅଟନ୍ତି। ଆପଣ ଯେଉଁ ଆଡ଼କୁ ମଧ୍ୟ ଯାଉଛନ୍ତି, ଆପଣଙ୍କ ଜୀବନରେ କେବଳ ଦୁଃଖ ହିଁ ଦୁଃଖର ପରିସ୍ଥିତି ଆପଣ ଦେଖୁଛନ୍ତି। ଆମ୍ଭମାନଙ୍କ ଈଶ୍ୱରଙ୍କ ଅନେକ ନାମ ମଧ୍ୟରୁ ଏକ ନାମ ସାନ୍ତ୍ୱନା ଦେବା ଈଶ୍ୱର। ସେ ଆଜି ମଧ୍ୟ ସାନ୍ତ୍ୱନା ଦିଅନ୍ତି। ମୋହର ପୁଅ ଏବଂ ମୋହର ଝିଅ, ତୁମ ଜୀବନରେ ଚିନ୍ତା ବଢ଼ିଯାଇଛି, ଆଉ ତୁମ୍ଭକୁ ସାନ୍ତ୍ୱନା ଦେବା ନିମନ୍ତେ ମୁଁ ଆଜି ତୁମ୍ଭ ସହିତ କଥୋପକଥନ କରୁଅଛି। ଥରେ ମୁଁ ସେବା କାର୍ଯ୍ୟରେ ପ୍ରଚାର କରିବା ସମୟରେ ଗୋଟିଏ ଭଉଣୀ ଅତ୍ୟନ୍ତ କ୍ରନ୍ଦନ କରୁ କରୁ ମୋ ନିକଟକୁ ସେ ଆସିଲେ। ଯେତେବେଳେ ମୁଁ ତାଙ୍କୁ ପଚାରିଲି, ତୁମ ସମସ୍ୟା କ'ଣ? ସେ କହିଲେ, ମୁଁ ଅତ୍ୟନ୍ତ ଦୁଃଖର ସହିତ ଏହି ସଭାସ୍ଥାନକୁ ଆସିଅଛି। ଅନେକ ଥର ଚିନ୍ତା କରିଛି ମରିଯିବା ଭଲ, ଯେହେତୁ ଆମ ଗୃହରେ ମୁଁ କୌଣସି ପ୍ରକାର ଶାନ୍ତିରେ ବଞ୍ଚୁ ନାହିଁ। ମୁଁ ଯାହା କରିଲେ ମଧ୍ୟ ମନ୍ଦ ହିଁ କୁହନ୍ତି। ଏପରିକି ଆମ ଗୃହର ଲୋକମାନେ ମଧ୍ୟ ମୁଁ ଭଲ କାମକୁ ଖରାପ ବୋଲି କହନ୍ତି। ଏଥିପାଇଁ ମୁଁ ଅତ୍ୟନ୍ତ ନୈରାଶ୍ୟର ଜୀବନ ଯାପନ କରୁଛି। ଏହା ମନେକରି ମୁଁ ସଭାକୁ ଆସିଲି। ସଭାଉତରେ ମୁଁ ମୋର ପ୍ରାଣକୁ ଶେଷ କରିଦେବି। କିନ୍ତୁ ପ୍ରଭୁ ମୋତେ ଆପଣା ବାକ୍ୟ ଦ୍ୱାରା ସାନ୍ତ୍ୱନା ଦେଲେ। ମୋ ହୃଦୟର ସ୍ଥିତିକୁ ସେ ବାକ୍ୟ ଦ୍ୱାରା ଜଣାଇଲେ। ବର୍ତ୍ତମାନ ମୁଁ କାନ୍ଦୁଅଛି, ଯେହେତୁ ତାହାଙ୍କ ସାନ୍ତ୍ୱନା ମୋ ହୃଦୟକୁ ଆହ୍ଲାଦିତ କରିଅଛି। ଯେବେ ସେ ଆସିଥିଲେ, ଅତ୍ୟନ୍ତ ଦୁଃଖ ନୈରାଶ୍ୟ ସହିତ ଆସିଥିଲେ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ତାଙ୍କ ଜୀବନର ଦୁଃଖକୁ ଆନନ୍ଦରେ ବଦଳାଇଲେ। ସେହି ପରମେଶ୍ୱର କହୁଅଛନ୍ତି, ମୋହର ଝିଅ, ତୁମର ମନ ଦୁଃଖରେ ଅଛି, ତୁମେ ବହୁତ ଦୁଃଖରେ ଜୀବନଯାପନ କରୁଛ। ଆଜି ପରମେଶ୍ୱର ଆପଣଙ୍କୁ ମଧ୍ୟ ଏହି କଥା କହୁଛନ୍ତି, ତୁମେ କୌଣସି ପ୍ରକାର ରୋଦନ ଦୁଃଖିତ ହୁଅ ନାହିଁ। ଆମେ ତୁମ୍ଭର ଅଶ୍ରୁକୁ ଆନନ୍ଦରେ ପରିଣତ କରିବା। ତୁମର ଦୁଃଖ ସକାଶୁ ତୁମକୁ ଆଉ ଦୁଃଖ ନ ମିଳି ଆନନ୍ଦ କରିବ। ତୁମର ଦୁଃଖକୁ ଆମେ ନିତାନ୍ତ ଆନନ୍ଦରେ ବଦଳାଇ ଦେବା। ଏହି ପ୍ରକାରେ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ସେ ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତି। ସେ ଆମମାନଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ କ୍ରୁଶରେ ଆପଣାର ରକ୍ତ ଝରାଇଛନ୍ତି। ଏହି ପ୍ରକାରେ ସେ ଆମମାନଙ୍କର ଦୁଃଖ କଷ୍ଟ ସବୁ ବହନ କରି ଆମମାନଙ୍କ ନିମନ୍ତେ ସେ ସାନ୍ତ୍ୱନାର କଥାକୁ ବାକ୍ୟରେ ଦେଇଛନ୍ତି। ମୋହର ପୁଅ ମୋହର ଝିଅ, ତୁମେ ରୋଦନ କର ନାହିଁ। ଏହି ପ୍ରକାର କହି ସେ ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତି। ଏହି ଆଶୀର୍ବାଦକୁ ଆପଣ ସ୍ୱୀକାର କରନ୍ତୁ। ପ୍ରଭୁ, ତୁମେ ଆପଣାର ଜୀବନର ସମସ୍ତ ସାନ୍ତ୍ୱନା ମୋତେ ନିଶ୍ଚୟ ଦେଇଅଛ, ଏଣୁ ଏହାକୁ ମୁଁ ବିଶ୍ୱାସରେ ଗ୍ରହଣ କରୁଅଛି। ତୁମର ଧନ୍ୟବାଦ ମଧ୍ୟ କରୁଅଛି। ତୁମ୍ଭରି ପ୍ରଦତ୍ତ ସାନ୍ତ୍ୱନାକୁ ମୁଁ ଆଶ୍ୱାସନାକୁ ମୁଁ ଗ୍ରହଣ କରୁଅଛି। ପ୍ରଭୁ, ଏହି ସାନ୍ତ୍ୱନା ମୋ ଜୀବନର ଶେଷ ନିଶ୍ୱାସ ଯାଏ ରହୁ ବୋଲି ପ୍ରିୟ ପ୍ରାର୍ଥନା ଆମମାନଙ୍କ ପ୍ରିୟ ଯୀଶୁଙ୍କ ନାମରେ ମାଗୁଅଛି ପିତା। ଆମେନ୍, ଆମେନ୍।